ପିଲାମାନେ ଶୁଭ ସକାଳ। ସମସ୍ତେ ଭଲ ଅଛ ତ? ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ? ଠିକ ଅଛି। ଆଜି ଆମେ ଭାଗ 3 ବିଷୟରେ ଆଲୋଚନା କରିବା। ଭାଗ 2 ଆଲୋଚନା କରିଥିଲ ନା? ଆମ ଚାରିପାଖର ସଂରଚନା। ବର୍ତ୍ତମାନ ଭାଗ 3 ଉପରେ ଆଲୋଚନା କରିବା। ଠିକ? ଆଚ୍ଛା ଆଚ୍ଛା ପିଲାମାନେ, ବର୍ତ୍ତମାନ ଆମେ ଦେଖିବା, ଆସ ଚିତ୍ର ଦେଖିବା। କିଛି ଚିତ୍ର ଦେଖିବା, ତାପରେ ସେଥିରେ କଣ ଅଛି ଗଣିବା, ଓ ଗଣିଲା ପରେ ଆମେ କିଛି ନୂଆ କଥା ଜାଣିବା। ଠିକ ଅଛି? ଦେଖ ପିଲାମାନେ, ବର୍ତ୍ତମାନ ଚିତ୍ର ଦେଖୁଛ ନା? ଗୁଡାଏ ଚିତ୍ର ରହିଛି। କେତେ ସପୁରୀ ଆଉ କେତେ ଗୋଲାପ ଫୁଲ ରହିଛି। ସେ ସବୁ ଗୋଟେ ଗୋଟେ ବକ୍ସ ରଖା ହେଇଛି, ଦେଖ। ଆଚ୍ଛା, କାହିଁ ସିଦ୍ଧାର୍ଥ କହିଲୁ, ପ୍ରଥମ ବକ୍ସରେ କେତୋଟି ସପୁରୀ ଅଛି? 3ଟି। ଆଚ୍ଛା, ଠିକ ଅଛି, ଭେରି ଗୁଡ। ସରିତା, ତମେ କହିଲ ଦ୍ୱିତୀୟ ବକ୍ସରେ କେତୋଟି ଅଛି ସପୁରୀ? 2ଟି। ହଁ, ଭେରି ଗୁଡ, ବହୁତ ବଢିଆ, ଠିକ ଅଛି। ଆଚ୍ଛା, ତାହେଲେ ବର୍ତ୍ତମାନ ଆମେ ରାମକୁ ପଚାରିବା। ରାମ କହିଲୁ, ତୃତୀୟ ବକ୍ସରେ କେତୋଟି ସପୁରୀ? 5ଟି। ବଢିଆ ହେଇଛି ଆଉ। ସମସ୍ତେ ଲେଖୁଥାଅ, କେଉଁ ବକ୍ସରେ କେତୋଟି ଅଛି ତମେ ସବୁ ଖାତାରେ ଏମିତି କରି ଲେଖୁଥାଅ ତଳେ। ଆଚ୍ଛା, ତାପରେ ଆମେ ପଚାରିବା ଦୀପାକୁ। କାହିଁ ଦୀପା କହିଲୁ, ଚତୁର୍ଥ ବକ୍ସରେ କେତୋଟି ସପୁରୀ ଅଛି? 2ଟି। ଭେରି ଗୁଡ, ସୁନା ପିଲା ଆଉ। ଆଚ୍ଛା, ଶ୍ରେୟା କହିଲୁ, ତାପର ବକ୍ସରେ କେତୋଟି ଅଛି? ସେଇଠି ବି 2ଟି। ଠିକ ଅଛି। ଆଚ୍ଛା, ବର୍ତ୍ତମାନ ଆମେ ଯିବା ଅମିତା। କାହିଁ କହିଲୁ, ଶେଷ ବକ୍ସରେ କେତୋଟି ସପୁରୀ ଅଛି? ଗୋଟିଏ। ଗୋଟିଏ ମାତ୍ର ଆଉ। ଠିକ ଅଛି, ଆମେ ତାହେଲେ ସପୁରୀ ଗଣା ସରିଲା। ବର୍ତ୍ତମାନ ଦେଖିବା ଗୋଲାପ ଫୁଲ। ଗୋଲାପ ଫୁଲ ଦେଖିବା, ଗଣିବା ନା? କହିଲ କି ଅଶୋକ, ପ୍ରଥମ ବକ୍ସରେ କେତୋଟି ଅଛି? 3ଟି। ଗୁଡ। ଆଚ୍ଛା, ତାପରେ ରୀନା, କାହିଁ ଦ୍ୱିତୀୟ ବକ୍ସରେ କେତୋଟି ଗୋଲାପ ଫୁଲ? 2ଟି। ଭେରି ଗୁଡ, ସମସ୍ତେ 2 ଲେଖ। ଆଚ୍ଛା, ସଚିନ, କାହିଁ ତୃତୀୟ ବକ୍ସରେ କେତୋଟି ଗୋଲାପ ଫୁଲ ଅଛି କହିଲୁ? 2ଟି। ଆଚ୍ଛା, ତାହେଲେ ବର୍ତ୍ତମାନ ଆମେ ଶବନମକୁ ପଚାରିବା। କାହିଁ ଶବନମ କହିଲୁ ମା, ଚତୁର୍ଥ ବକ୍ସରେ କେତୋଟି ଗୋଲାପ ଫୁଲ ଅଛି? 4। ଭେରି ଗୁଡ। ତାହେଲେ ବର୍ତ୍ତମାନ ଆମେ ଯିବା ମୁସ୍କାନ ପାଖକୁ। କାହିଁ ମୁସ୍କାନ, ତାପର ବକ୍ସ ଦେଖିଲୁ କେତୋଟି ଅଛି ଗୋଲାପ ଫୁଲ? ଗୋଟିଏ। ମାତ୍ର ଗୋଟିଏ। ଭେରି ଗୁଡ। ତାପରେ ସାଗର, ବର୍ତ୍ତମାନ ତୋର ଲାଷ୍ଟ ପାଳି ଆସିଲା। ଶେଷ ବକ୍ସରେ କେତୋଟି ଅଛି ଗୋଲାପ ଫୁଲ କୁହ? 2ଟି। ଭେରି ଗୁଡ, ଠିକ ଅଛି। ବର୍ତ୍ତମାନ ଆମେ ଜାଣିଲେ କେଉଁ ବକ୍ସରେ କେତୋଟି ଅଛି। ହେଲେ ବର୍ତ୍ତମାନ ଦେଖିବା ଆମେ କଣ, ଏଇ ଯୋଉ ତମେ ଦେଖିଲ, କୋଉଠି 3, କୋଉଠି 5, କୋଉଠି 2, କୋଉଠି 1, ଏମିତି ସବୁ ଗୋଲାପ ଫୁଲ ବା ସପୁରୀ ଅଛି। ତାହେଲେ ଆମେ ଜାଣିବା ସେମାନଙ୍କୁ କି ସଂଖ୍ୟା କୁହାଯାଏ। ପରେ ଜାଣିବା। ଠିକ ଅଛି ପିଲାମାନେ, ଆମେ ତ ଗଣିଥିଲେ ନା ସପୁରୀ ଆଉ କଣ ଗୋଲାପ ଫୁଲ। ଠିକ ଅଛି, ବର୍ତ୍ତମାନ ସେଇ ଯୋଉ ଗଣିଲେ ସପୁରୀ ଆଉ ଗୋଲାପ ଫୁଲ, ଯେଉଁ ଯୋଉ ସଂଖ୍ୟା ପାଇଥିଲ ସେ ସବୁ ବର୍ତ୍ତମାନ ଏମିତି ଗୋଟେ ବକ୍ସ ତମ ଖାତାରେ କରିବ ଏବଂ ସେଥିରେ ସବୁ ସଂଖ୍ୟା ଗୁଡ଼ିକୁ ଲେଖିଦିଅ। ହେଲା, ଲେଖି ସାରିଲ? ଠିକ ଅଛି, ଏମିତି ତୁମର ବକ୍ସ ଭିତରେ ସବୁ ସଂଖ୍ୟା ଲେଖିଲ ନା? ଆଚ୍ଛା, ଉପର ଧାଡିରେ ଲେଖା ହେଲା ସବୁ ସପୁରୀର ସଂଖ୍ୟା, ନାଇଁ? ବିଭିନ୍ନ ବକ୍ସରେ କଣ କଣ ସପୁରୀ ଥିଲା, କେତେ କେତେ ସପୁରୀ ଥିଲା। ତଳ ବକ୍ସରେ କଣ ଅଛି? ଗୋଲାପ ଫୁଲ। ଠିକ ଅଛି, ଗୋଲାପ ଫୁଲର ସଂଖ୍ୟା ଲେଖା ହେଇଛି। ଦେଖିଲ, ପ୍ରଥମ ସଂଖ୍ୟା କଣ ଆସିଛି? କାହିଁ କହିଲୁ ସକିଲ, ପ୍ରଥମ ସଂଖ୍ୟା କଣ ଆସିଛି? 3। ଆଚ୍ଛା, ଏବେ ଦେଖ, ତମେ ଆଗରୁ ଜାଣି ସାରିଛ ଯେଉଁ ସଂଖ୍ୟାକୁ ଆମେ ଯୋଡି ଯୋଡି କରି ରଖିପାରିବା ତାକୁ ଆମେ ଯୁଗ୍ମ ସଂଖ୍ୟା କହୁ। ଜାଣି ସାରିଛ, ପୂର୍ବ କ୍ଲାସରେ ପଢିଥିଲ। ଆଉ ଯେଉଁ ସଂଖ୍ୟାକୁ ଯୋଡି ଯୋଡି କରି ରଖିଲେ ଏକଟିଏ ବଳିଯାଏ ତାକୁ ଆମେ କହୁଥିଲେ ଅଯୁଗ୍ମ ସଂଖ୍ୟା, ନୁହଁ କି? ଆଚ୍ଛା, ସେଇ ଆଧାରରେ ବର୍ତ୍ତମାନ ମତେ କହିଲ ସକିଲ, କହିଲୁ ପ୍ରଥମେ ଯୋଉ 3 ଲେଖା ହେଇଛି ଏଇଟା ଯୁଗ୍ମ ସଂଖ୍ୟା ନା ଅଯୁଗ୍ମ ସଂଖ୍ୟା ହବ? ଅଯୁଗ୍ମ। ବା, ବଢିଆ ମନେ ରଖିଛ ଆଉ, ଭେରି ଗୁଡ। ଆଚ୍ଛା, ତାହେଲେ ବର୍ତ୍ତମାନ ପ୍ରାଚୀ ପାଖକୁ ଯିବା। କାହିଁ ପ୍ରାଚୀ କହିଲୁ ମା, ଦ୍ୱିତୀୟରେ କଣ ନମ୍ବର ଲେଖା ହେଇଛି? 2। ଆଚ୍ଛା, କହିଲ ଦେଖି, 2ଟା ଯୁଗ୍ମ ସଂଖ୍ୟା ନା ଅଯୁଗ୍ମ ସଂଖ୍ୟା ହେବ? ଯୁଗ୍ମ। ଭେରି ଗୁଡ। ହଉ, ଏମିତି ତମେ ତ କହିପାରିବ। ତାହେଲେ ବର୍ତ୍ତମାନ ସେ ବର୍ଣ୍ଣନା କରିବାନି, ତଳ ଧାଡି ଆସିବା, ଗୋଲାପ ଫୁଲ ଦେଖିବା। ଗୋଲାପ ଫୁଲରେ ଦେଖ, କାହିଁ ମତେ କହିଲା ଆଉଥରେ ସିଦ୍ଧାର୍ଥ, ତୃତୀୟ ସଂଖ୍ୟାଟି କଣ? 2। ଆଚ୍ଛା, 2ଟା କୁହ ଯୁଗ୍ମ ନା ଅଯୁଗ୍ମ ହବ? ଯୁଗ୍ମ। ବାହ, ବଢିଆ ମନେ ରଖିଛ, ବହୁତ ଭଲ ବୁଝିପାରିଛ। ଆଚ୍ଛା, ଶବନମ, ଆଉ ଥରେ ଆସିଲା ତମ ପାଖକୁ ପ୍ରଶ୍ନ। କାହିଁ କହିଲ, 2 ପର ନମ୍ବର କଣ ଅଛି ତଳ ଧାଡିରେ? 4। 4ଟା ଯୁଗ୍ମ ନା ଅଯୁଗ୍ମ ମା କହିଲ? ଯୁଗ୍ମ।
ଭେରି ଗୁଡ୍। ଆଚ୍ଛା, ଆଉ ଗୋଟେ ପ୍ରଶ୍ନ ପଚାରିବା। ରେଶ୍ମା, 4 ପରେ କଣ ଅଛି? 1। ତାହେଲେ ଗୋଟେ ଗୋଲାପ ଫୁଲ ଥିଲା ସେ ବକ୍ସରେ, ତେଣୁ 1 ଲେଖିଛନି। ଆଚ୍ଛା, କହିଲେ 1ଟା କଣ ଯୁଗ୍ମ ସଂଖ୍ୟା ନା ଅଯୁଗ୍ମ ସଂଖ୍ୟା ହେବ? ଆଚ୍ଛା ଆଚ୍ଛା, ଅଯୁଗ୍ମ ସଂଖ୍ୟା। ଭେରି ଗୁଡ୍। ତାହେଲେ ଦେଖ, ସମସ୍ତେ ଜାଣି ସାରିଲ, ଆଗରୁ ଜାଣିଥିଲ, ବର୍ତ୍ତମାନ ମନେ ପକେଇଦେଲ। ଯୁଗ୍ମ ସଂଖ୍ୟା ଏବଂ ଅଯୁଗ୍ମ ସଂଖ୍ୟା ଧାରଣା ଆସିଗଲା। ଯୁଗ୍ମ ସଂଖ୍ୟା ଆମେ କାହାକୁ କହୁଛେ? ଯେଉଁ ସଂଖ୍ୟାକୁ ଯୋଡି ଯୋଡି କରି ଆମେ ସଜେଇ ରଖିପାରିବା, ଶେଷରେ କିଛି ସଂଖ୍ୟା ବଳିବ ନାହିଁ। ଆଉ ଅଯୁଗ୍ମ କାହାକୁ କହିବା? ଯେତେବେଳେ ଆମେ ଯୋଡି ଯୋଡି କରି ରଖିବା, ଶେଷରେ ଗୋଟିଏ ସଂଖ୍ୟାଟି ବଳିଯିବ। ଏଇ ତ? ଠିକ ଅଛି, ଭଲରେ ବୁଝିଛ? ତାହେଲେ ଆମେ ଆଗକୁ ଯିବା। ଆସ ପିଲାମାନେ, ବର୍ତ୍ତମାନ ଆମେ ଗୋଟେ ଖେଳ ଖେଳିବା। ଖେଳର ନାଁ ହେଲା କଣ? ମତେ ମୋ ଘରକୁ ନେଇଯାଅ। ଦେଖ ପିଲାମାନେ, ବର୍ତ୍ତମାନ ଦେଖ କଣ ଦେଖାଯାଉଛି? ଗୋଟେ ବକ୍ସ। ସେ ବକ୍ସ ଭିତରେ କେତେ ଗୁଡ଼ିଏ ସଂଖ୍ୟା ଲେଖା ଅଛି ନା? ଆଚ୍ଛା, ବର୍ତ୍ତମାନ ଆମର କାମ ହେଲା, ଯୋଉ ବକ୍ସ ଭିତରେ କିଛି ସଂଖ୍ୟା ଲେଖା ହେଇଛି, ଆମେ ସେଥିରୁ ବାଛିବା କେଉଁ ଗୁଡ଼ିକ ଯୁଗ୍ମ ଆଉ କେଉଁ ଗୁଡ଼ିକ ଅଯୁଗ୍ମ। ତୁମେ ତ ଭଲ ଭାବରେ ଜାଣି ସାରିଛ ଯୁଗ୍ମ ସଂଖ୍ୟା କାହାକୁ କହିବା, ଅଯୁଗ୍ମ ସଂଖ୍ୟା କାହାକୁ କହିବା। ତାହେଲେ ବର୍ତ୍ତମାନ ଆମେ ସେଇ ସଂଖ୍ୟା ଗୁଡ଼ିକୁ ଗୋଟିଏ ଗୋଟିଏ ନବା, ନେଇକି ତାର ନିଜ ଘରେ ନିଜେ ରଖିବା। କାହିଁ ଆମ ଖେଳ କଣ ଥିଲା? ମତେ ନେଇ ମୋ ଘରେ ରଖ। ତାହେଲେ ଆମେ ଯୁଗ୍ମ ଘରେ ଯୁଗ୍ମ ସଂଖ୍ୟା ରଖିବା ଏବଂ ଅଯୁଗ୍ମ ଘରେ ଅଯୁଗ୍ମ ସଂଖ୍ୟାକୁ ରଖିବା। ଠିକ ଅଛି। ବର୍ତ୍ତମାନ ଦେଖ ପିଲାମାନେ, ଆମେ ବକ୍ସ ଦେଖୁଥିଲେ, ସଂଖ୍ୟା ବକ୍ସରେ ଗୁଡାଏ ସଂଖ୍ୟା ଥିଲା ନା? କଣ ଥିଲା ଆମର ଖେଳ? ଯାହା ଘରେ ତାକୁ ନେଇ ରଖିବା। ଆଚ୍ଛା କହିଲୁ ମୁସ୍କାନ, 3 ପ୍ରଥମେ ଅଛି 3 ନା? ଆଚ୍ଛା, 3 କେଉଁ ଘରେ ରହିବ? ଯୁଗ୍ମ ଥଳିରେ ନା ଅଯୁଗ୍ମ ଥଳିରେ? ଅଯୁଗ୍ମ ଥଳିରେ। ଆଚ୍ଛା, ଭେରି ଅଯୁଗ୍ମ ଥଳି। ଆଚ୍ଛା, ଲେଖ ତାହେଲେ ଅଯୁଗ୍ମ ଥଳି ନେଇଯାଅ। ଆଚ୍ଛା ସକିଲ, ତମର ପ୍ରଶ୍ନ ଆସିଲା ପୁଣି ଆଉଥରେ। କହିଲ ଦେଖି, 10 କେଉଁ ଘରେ ରହିବ? ଯୁଗ୍ମ ଥଳି ଘରେ ନା ଅଯୁଗ୍ମ ଥଳି ଘରେ? ଯୁଗ୍ମ ଥଳି ଘରେ। ଲେଖିବା, ଯୁଗ୍ମ ଥଳି ଘରେ ରଖ। ସାଗର, ପୁଣି ପ୍ରଶ୍ନ। ତମେ କୁହ, 18 ସଂଖ୍ୟାଟି କେଉଁଠିକି ଯିବ? 18 ସଂଖ୍ୟା ଯିବ ଯୁଗ୍ମ ଥଳି। ଭେରି ଗୁଡ୍। এই ଦେଖ, ଏବେ ବୁଝିଗଲ ନା? ଏଇଭଳି ତମେ ଅନ୍ୟ ସମସ୍ତ ସଂଖ୍ୟାକୁ ନିଜ ନିଜ ଘରକୁ ନେଇଯାଇପାରିବ। ହେଲା ପିଲାମାନେ, ଆସ ବର୍ତ୍ତମାନ ଆମେ କିଛି ସଂଖ୍ୟାକୁ ବାଛିବା। ଦେଖ, କଣ ବାଛିବା? ତୁମକୁ ଗୋଟେ ସଂଖ୍ୟା ସାରଣୀ ଭିତରେ ଦେଖ, 1ରୁ କେତେ ପର୍ଯ୍ୟନ୍ତ ଅଛି ଦେଖିଲ? 20 ପର୍ଯ୍ୟନ୍ତ। ଠିକ ଅଛି, 1ରୁ 20 ପର୍ଯ୍ୟନ୍ତ ସଂଖ୍ୟା ଲେଖାଯାଇଛି ନା? କ୍ରମରେ ଅଛି 1, 2, 3, 4, ଏମିତି ସବୁ 20 ପର୍ଯ୍ୟନ୍ତ ସଂଖ୍ୟା ଅଛି, ନାଇଁ କି? ଆଚ୍ଛା, ବର୍ତ୍ତମାନ ଦେଖ, ଏବେ ଆମେ କଣ ବାଛିବା? ଯେ ମୁଁ କହୁଥିଲି ସଂଖ୍ୟା ବାଛିବା। କଣ ବାଛିବା? 1 ଠାରୁ 20 ମଧ୍ୟରେ ଆମକୁ ଯୋଉ ସଂଖ୍ୟା ସାରଣୀ ଦିଆଯାଇଛି, ସେ ମଧ୍ୟରେ ଥିବା ଯୁଗ୍ମ ସଂଖ୍ୟା ଗୁଡ଼ିକୁ ବାଛିବା। କେମିତି ବାଛିବା? ଆମେ ଯୁଗ୍ମ ସଂଖ୍ୟା ଉପରେ ଗୋଟେ ଗୋଲ ବୁଲେଇବା। ହେଲା, ତା ଚାରିପଟେ ଗୋଲ ବୁଲେଇବା। ଆଚ୍ଛା, ଠିକ ଅଛି। ବର୍ତ୍ତମାନ ଆମେ ପଚାରିବା, କାହିଁ ମୁସ୍କାନ କୁହ, ପ୍ରଥମ ଯୁଗ୍ମ ସଂଖ୍ୟା କିଏ? 2। ଠିକ ଅଛି, 2 ଚାରିପଟେ ଗୋଲ ବୁଲେଇ ଦିଅ ସମସ୍ତେ। ଆଚ୍ଛା, ତାପରେ ଦ୍ୱିତୀୟରେ କୁହ ସାଗର, ତାପରେ ଯୁଗ୍ମ ସଂଖ୍ୟା କିଏ? 4। ଆଚ୍ଛା, 4 ଗୋଲ ବୁଲେଇ ଦିଅ। ସେଲୋନି, ତାପରେ କିଏ ଯୁଗ୍ମ ସଂଖ୍ୟା ଅଛି ଦେଖିଲ? 6। ଭେରି ଗୁଡ୍। 6 ଚାରିପଟେ ଗୋଲ ବୁଲେଇ ଦିଅ ସମସ୍ତେ। ସରିତା, ତାପରେ ଯୁଗ୍ମ ସଂଖ୍ୟା କିଏ? 8। ଭେରି ଗୁଡ୍। 8 ଚାରିପଟେ ଗୋଲ ବୁଲେଇ ଦିଅ। ଆଚ୍ଛା, ତାହେଲେ ଏମିତି ଆମେ ଜାଣିଲେ ଯୁଗ୍ମ ସଂଖ୍ୟା କୋଉଠି ରହୁଛି? ଗୋଲ ବୁଲାଅ। 10, 12, 14, 16, 18, 20, ନୁହଁ କି? ଏତିକି ସଂଖ୍ୟା ଚାରିପଟେ ଗୋଲ ବୁଲେଇଲେ ବର୍ତ୍ତମାନ ଆମେ ସଂଖ୍ୟାକୁ ବାଛିଲେ। କେଉଁ ସଂଖ୍ୟା ଗୁଡ଼ିକ ଚାରିପଟେ ଗୋଲ ବୁଲେଇଲେ ସେଗୁଡା ସବୁ ଆମର ଯୁଗ୍ମ ସଂଖ୍ୟା। କଣ, ନୁହଁ କି? ତାହେଲେ ଏବେ ଆସ ଆମେ ଦେଖିବା କିଛି ଅଭ୍ୟାସ। ହେଲା, କିଛି ଅଭ୍ୟାସ କାର୍ଯ୍ୟ କରିବା। ଆଚ୍ଛା, ଦେଖ କଣ ଲେଖା ହେଇଛି ତଳେ ଦେଖିଲ? କିଛି ଗୋଟେ ଚିତ୍ର ଅଛି, ବକ୍ସ ଗୁଡାକ ରହିଛି, ଦେଖିବା। ସରିତା, ଦେଖିଲ 1 ନମ୍ବର ପ୍ରଶ୍ନ କଣ ଲେଖା ଅଛି? ଯୁଗ୍ମ ସଂଖ୍ୟକ ଫଳ ଥିବା ବାକ୍ସରେ ରାଇଟ ଚିହ୍ନ ଦିଅ, ନୁହଁ କି? ଆଚ୍ଛା କୁହ ସରିତା, 1ର କ ପ୍ରଶ୍ନରେ 2ଟି ବକ୍ସ ଅଛି ନା? ପ୍ରଥମ ବକ୍ସରେ କେତୋଟି ଫଳ ଏବଂ ଦ୍ୱିତୀୟ ବକ୍ସରେ କେତୋଟି ଫଳ ଅଛି? ଆଚ୍ଛା, ପ୍ରଥମ ବକ୍ସରେ 2ଟି
ଏବଂ ଦ୍ୱିତୀୟ ବକ୍ସରେ 3ଟି ଫଳ ଅଛି ନି। ଆଚ୍ଛା ଠିକ ଅଛି, କହିଲ କେଉଁ ବକ୍ସରେ ଆମେ ରାଇଟ୍ ଚିହ୍ନ ଦେବା? ପ୍ରଥମ ବକ୍ସରେ। ଭେରି ଗୁଡ, ଭେରି ଗୁଡ। ଆଚ୍ଛା ଅଶୋକ, ତୁ କହିଲୁ ଦ୍ୱିତୀୟ ପ୍ରଶ୍ନ 1ର ଖ ଦେଖ। 1ର ଖ ପ୍ରଶ୍ନରେ ସେମିତି 2ଟି ବକ୍ସ ଅଛି ନା? ପ୍ରଥମ ବକ୍ସରେ କେତୋଟି ସପୁରୀ ଅଛି? 3ଟି। ଗୁଡ। ଦ୍ୱିତୀୟ ବକ୍ସରେ କେତୋଟି ପିଜୁଳି ଅଛି? 4ଟି। ଆଚ୍ଛା ତାହେଲେ ବର୍ତ୍ତମାନ କହ, ପ୍ରଥମ ବକ୍ସରେ ରାଇଟ୍ ଚିହ୍ନ ଦବା ନା ଦ୍ୱିତୀୟ ବକ୍ସରେ ରାଇଟ୍ ଚିହ୍ନ ଦବା? ଯୁଗ୍ମ ସଂଖ୍ୟକ ଫଳ କେଉଁ ବକ୍ସରେ ଅଛି? ଦ୍ୱିତୀୟ ବକ୍ସରେ। ଭେରି ଗୁଡ ସୁନା ପିଲା। ଆଚ୍ଛା ତାହେଲେ ବର୍ତ୍ତମାନ ଆମେ ଯିବା ଅମିତା 2 ନମ୍ବର ପ୍ରଶ୍ନ ପଢିବା। ଅଯୁଗ୍ମ ସଂଖ୍ୟକ ଫଳ ଥିବା ବାକ୍ସରେ ରାଇଟ୍ ଚିହ୍ନ ଦିଅ, ନୁହଁ କି? ଆଚ୍ଛା କୁହ 2ର କ ନମ୍ବର ପ୍ରଶ୍ନ ଦେଖ, 2ଟି ବକ୍ସ ଅଛି ନା? ପ୍ରଥମ ବକ୍ସରେ କେତୋଟି ଫଳ, ଦ୍ୱିତୀୟ ବକ୍ସରେ କେତୋଟି ଫଳ ଅଛି? ପ୍ରଥମ ବକ୍ସରେ 2ଟି ଫଳ। ଗୁଡ। ଦ୍ୱିତୀୟ ବକ୍ସରେ 3ଟି ଫଳ। ଭେରି ଗୁଡ। ଆଚ୍ଛା ହଁ, ତାହେଲେ ଆମେ କେଉଁଠି ଦେବା? ଅଯୁଗ୍ମ ଫଳ, ଅଯୁଗ୍ମ ସଂଖ୍ୟକ ଫଳ କେଉଁଠି ଅଛି? ଦ୍ୱିତୀୟ ବକ୍ସରେ। ଦ୍ୱିତୀୟ ବକ୍ସରେ ରାଇଟ୍ ଚିହ୍ନ ଦେବା, ନୁହଁ? ଠିକ ଅଛି। ଆଚ୍ଛା ତାହେଲେ ବର୍ତ୍ତମାନ ଆଉ ଥରେ ପ୍ରଶ୍ନ ଆସିଲା ପ୍ରାଚୀ। 6 ନମ୍ବର ପ୍ରଶ୍ନ ଦେଖ। 2ଟି ବକ୍ସ ଅଛି। ପ୍ରଥମ ବକ୍ସରେ କେତୋଟି? 3ଟି ଫଳ। ଦ୍ୱିତୀୟ ବକ୍ସରେ 4ଟି ଫଳ। ଆଚ୍ଛା କେଉଁ ବକ୍ସରେ ଅଯୁଗ୍ମ ସଂଖ୍ୟକ ଫଳ ଅଛି? ପ୍ରଥମ ବକ୍ସରେ। ଭେରି ଗୁଡ। ତାହେଲେ ଆମେ ପ୍ରଥମ ବକ୍ସରେ ରାଇଟ୍ ଚିହ୍ନଟିଏ ଦବା। ଦେଖ ପିଲାମାନେ, ଆଉ ଗୋଟେ ମଜା ଜିନିଷ ଆସିଲା ଦେଖ। ସଚିନ ଦେଖ 1 ନମ୍ବର କଣ ଅଛି? 17। 17ର ନିକଟତମ ଅଯୁଗ୍ମ ସଂଖ୍ୟାଟି କୁହ। 19। ଭେରି ଗୁଡ। ଆଚ୍ଛା ହେଲା, ଠିକ ସେମିତି କୁହ 22। 22ର ନିକଟତମ ଅଯୁଗ୍ମ ସଂଖ୍ୟା 23। ବାରେ, ଭେରି ଗୁଡ। ତାପରେ କଣ ଅଛି? 99। ଆଚ୍ଛା 99 ନିକଟତମ ଅଯୁଗ୍ମ ସଂଖ୍ୟା କହିଲ। ନିକଟତମ ଅଯୁଗ୍ମ ସଂଖ୍ୟା 97। ହଁ ଭେରି ଗୁଡ, ଭେରି ଗୁଡ, 97। ତାହେଲେ ବର୍ତ୍ତମାନ ତୁମେ ଜାଣିପାରିଲ ଯୁଗ୍ମ ସଂଖ୍ୟା କଣ, ଅଯୁଗ୍ମ ସଂଖ୍ୟା କଣ। ଭଲ ଭାବରେ ତୁମର ଧାରଣାଟି ସ୍ପଷ୍ଟ ହେଇପାରିଲା, ନୁହଁ? ଠିକ ଅଛି ପିଲାମାନେ, ବର୍ତ୍ତମାନ ତ ଜାଣିଲ ଭଲ ଭାବରେ ଆମ ଚତୁଃପାଖର ସଂରଚନା ବିଷୟରେ, ନୁହେଁ କି? ନିଶ୍ଚୟ ତୁମକୁ କ୍ଲାସଟି ଭଲ ଲାଗିଥିବ। ଆଚ୍ଛା ତାହେଲେ ବର୍ତ୍ତମାନ ଯାହା ଘର କାମ ଦିଆହେଲା କରିବ ଏବଂ ଆଗାମୀ କ୍ଲାସରେ ଆମେ ପୁଣି ଥରେ ମିଶିବା। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।